ମୁଁ ଯେତେବେଳେ ବିଧବା ହେଲି ତ ମୋ ସାନ ଯା ମୋ ବାହାଘର ତା ସ୍ୱାମୀ ସହ କରେଇଦେଲା। ଆଉ ସେ ମୋ ସଉତୁଣୀ ବନି ଦିନ ରାତି ମୋ ସେବା କରିବାକୁ ଲାଗିଲା। ସେ ମୋତେ ପ୍ରତିଦିନ ରାତିରେ 2ଟି ଅଣ୍ଡା ଆମଲେଟ୍ ସହ ଦେଶୀ ଘିଅର ପରଟା ଖୁଆଉଥିଲା ଆଉ କହୁଥିଲେ କି ଜଲ୍ଦି ହିଁ ତମେ ଆମ ପରିବାରର ଉତ୍ତରାଧିକାରୀକୁ ଜନ୍ମ ଦେବ। ଆଉ ଯେତେବେଳେ ମୁଁ ସକାଳୁ ଉଠେ ତ ମୋ ସାନ ଯା ମୋ ପର୍ସରେ ବହୁତ ସାରା ପଇସା ରଖି ମୋତେ ଡାକ୍ତରଙ୍କ ପାଖକୁ ନେଇଯାଉଥିଲା। ଗୋଟେ ଦିନ ନର୍ସ ଆମମାନଙ୍କୁ ଚିହ୍ନି ପାରିଲା ନାହିଁ, କାହିଁକି ନା ଆମେ 2 ଜଣ ଗୋଟେ ରଙ୍ଗର ଓଢ଼ଣୀରେ ମୁହଁ ଘୋଡ଼େଇକି ରଖିଥିଲୁ। ସେଥିପାଇଁ ସେ ମୋ କାନରେ କହିଲା କି ଆଜି ରାତିରେ ତମେ ୟାଙ୍କୁ ନିଦ ବଟିକା ଖୁଏଇବ ନାହିଁ। ଏହା ଶୁଣି ମୋତେ ସନ୍ଦେହ ହେଲା, ତେଣୁ ସେଦିନ ରାତିରେ ମୁଁ କିଛି ବି ଖାଇଲି ନାହିଁ ଆଉ ନିଦରେ ଶୋଇବାର ଅଭିନୟ କରି ଖଟରେ ଗଡ଼ି ପଡ଼ିଲି। କିଛି ସମୟ ପରେ ଏହା ଦେଖି ମୋ ଜୀବନ ଚାଲିଗଲା ଭଳି ଲାଗିଲା, କାହିଁକି ନା ସେଠି ତ ମୋ ନାଁ ଗୀତା। ମୋ ସହ ମୋ ଭାଗ୍ୟ ଏତେ ବଡ଼ ମଜାକ କରିଛି ଯେ ମୁଁ ଆପଣମାନଙ୍କୁ କହିପାରିବି ନାହିଁ। ମୁଁ ଭାବୁଥିଲି ଯେ ସବୁକିଛି ଠିକ୍ ଅଛି, ହେଲେ ସବୁକିଛି ବର୍ବାଦ ହୋଇ ଚାଲିଥିଲା। ମୁଁ ସବୁକିଛି ସ୍ୱୀକାର କରିନେଇଥିଲି ଯେ ମୁଁ ବହୁତ ବଡ଼ ଜଣେ ସ୍ୱାର୍ଥପର। ମୋ କାହାଣୀ ଶୁଣିକି ଆପଣମାନେ ବି ଚିନ୍ତିତ ଏବଂ ଆଶ୍ଚର୍ଯ୍ୟ ହୋଇଯିବେ। ଶେଷରେ ଆପଣମାନେ ନିଷ୍ପତ୍ତି ନେବେ କି ମୁଁ ଠିକ୍ କରିଛି ନା ଭୁଲ। ମୁଁ 18 ବର୍ଷର ଥିଲି ଯେତେବେଳେ ମୋ ବାହାଘର କରେଇ ଦିଆଯାଇଥିଲା। ମୋ ପାଇଁ ପ୍ରସ୍ତାବ ଏକ ସମ୍ପର୍କୀୟ ହିଁ ଆଣିଥିଲେ, କିନ୍ତୁ ସେମାନେ ଆମ ଗାଁରେ ହିଁ ରହୁଥିଲେ ଆଉ ଆମକୁ ଯିବା ଆସିବା କରିବାର ଦେଖୁଥିଲେ। ଆମେ ଯେକୌଣସି ବାହାଘର, ପୂଜାପର୍ବାଣୀ କିମ୍ବା କୌଣସି ଫଙ୍କସନରେ ବି ପରସ୍ପରକୁ ଭେଟୁଥିଲୁ। ସେମାନେ ଏକ ଜଏଣ୍ଟ ଫ୍ୟାମିଲି ଥିଲେ ଆଉ ସେ ଘରେ ପୂର୍ବରୁ ହିଁ 3ଟି ପୁଅ ବିବାହିତ ଥିଲେ। ଶେଷ 2 ପୁଅଙ୍କର ବାହାଘର ଏକା ସହ ହେବାର ଥିଲା। ମୋର ହେବାକୁ ଯାଉଥିବା ଦିଅରଙ୍କର ପାଇଁ ତାଙ୍କ ସ୍ତ୍ରୀକୁ ବଛା ଯାଇ ସାରିଥିଲା ଆଉ ଦ୍ୱିତୀୟ ପୁଅ ପାଇଁ ମୋତେ ପସନ୍ଦ କରି ନେଇଥିଲେ। ମୋ ପରିବାର ବହୁତ ଭଲ ଥିଲା। ମୋ ବାପା ମା ଭଲ ଖାଇଲା ପିଇଲା ଘରର ଥିଲେ ଆଉ ମୁଁ ସେମାନଙ୍କର ଏକମାତ୍ର ଝିଅ ଥିଲି। ମୋ ସାନ ଯା ନାଁ ରୀମା ଥିଲା। ଆମ 2 ଜଣଙ୍କ ବାହାଘର ଏକା ସହ ହିଁ ହୋଇଥିଲା, ହେଲେ ସେ ଦେଖିବାକୁ ଏତେ ଭଲ ନଥିଲା। ସେଥିପାଇଁ ଘରକୁ ଯିଏ ବି ଆସୁଥିଲେ ତ ମୋର ହିଁ ପ୍ରଶଂସା କରୁଥିଲେ, କିନ୍ତୁ ତୋ ସାନ ଯାଠୁ ଦେଖିବାକୁ ଅଧିକ ସୁନ୍ଦରୀ। ମୋ ସ୍ୱାମୀ କିଷାନ ଦେଖିବାକୁ ସାଧାରଣ ଥିଲେ, କିନ୍ତୁ ମୋ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ, ହେଲେ ରୀମା ସହ ବହୁତ ଖରାପ କରିଥିଲି, କାହିଁକି ନା ବାହାଘର ଦିନ ସମସ୍ତେ ମୋର ପ୍ରଶଂସା କରୁଥିଲେ ଆଉ ତା ଆଡ଼କୁ କେହି ବି ଦେଖୁନଥିଲେ। ତଥାପି ବି ସେ ବିଚାରୀ ବହୁତ ଧୈର୍ଯ୍ୟର ସହ ବସି ରହିଥିଲା। ସେଥିପାଇଁ କୁହନ୍ତି ଯେ 2ଟି ଝିଅଙ୍କର ବାହାଘର ଏକା ସହ କରେଇବା ଉଚିତ ନୁହେଁ, ନହେଲେ ଏଇପରି କିଛି ଘଟଣା ଘଟିଥାଏ। କିନ୍ତୁ ମୋ ଶାଶୁଘର ଲୋକ ନିଜ ପଇସା ବଞ୍ଚେଇବାକୁ ଚାହୁଁଥିଲେ। ସେମାନେ କହିଲେ କି 2 ଭାଇଙ୍କର ବାହାଘର ଏକା ସହ କରେଇଦେବା। ଯେତେବେଳେ କି ଆମ ଘର ପଟୁ ପଇସାର କୌଣସି ଅସୁବିଧା ନଥିଲା, କିନ୍ତୁ ଏହା ତାଙ୍କର ନିଜସ୍ୱ ଇଚ୍ଛା ଥିଲା। ଆମେ ବା କ'ଣ କରିପାରିଥାନ୍ତୁ। ଏହିପରି ଭାବରେ ଆମ ବାହାଘର ହୋଇଗଲା ଏବଂ ଆମେ 2 ଜଣ ନିଜ ନିଜ ବୈବାହିକ ଜୀବନ ଆରମ୍ଭ କରିଦେଇଥିଲୁ। କହିବାକୁ ଗଲେ ଏହା ଏକ ଜଏଣ୍ଟ ଫ୍ୟାମିଲି ଥିଲା, ହେଲେ ସମସ୍ତଙ୍କ ଚୁଲି ବା ରୋଷେଇ ଘର ଅଲଗା ଅଲଗା ଥିଲା ଆଉ ଏଇ କଥାର ଆରାମ ଥିଲା। ସମସ୍ତଙ୍କ ଜୀବନ ଭଲରେ ଚାଲିଥିଲା, କୌଣସି ସମସ୍ୟା ନଥିଲା। ମୋ ସ୍ୱାମୀ ବି ବହୁତ ଭଲ ପାଉଥିଲେ ଆଉ ମୋର ସବୁ କଥା ମାନୁଥିଲେ ଆଉ ଆମେମାନେ ହସ ଖୁସିରେ ଏକା ସହ ରହୁଥିଲୁ। କିନ୍ତୁ ମୋ ସାନ ଯାହାର ରୁମ୍ରୁ ସବୁବେଳେ ପାଟିତୁଣ୍ଡ ଏବଂ ଝଗଡ଼ାର ଶବ୍ଦ ଆସୁଥିଲା। ପ୍ରଥମେ ତ ମୋତେ ଲାଗିଲା କି ଏହା ଏକ ସାଧାରଣ କଥା, କାହିଁକି ନା ସମସ୍ତଙ୍କ ଜୀବନରେ ବାହାଘର ପରେ ଆରମ୍ଭରୁ ଅଳ୍ପ ବହୁତ ଝଗଡ଼ା ହୋଇଯାଏ। କାହିଁକି ନା ପ୍ରଥମେ ଗୋଟିଏ ଝିଅ ଓ ପୁଅ ପରସ୍ପର ପାଇଁ ଅଚିହ୍ନା ଥାନ୍ତି, ସେଥିପାଇଁ ପରସ୍ପରକୁ ବୁଝିବା ପାଇଁ ଟିକେ ସମୟ ଲାଗିଥାଏ। କିନ୍ତୁ ସେ ଛୋଟମୋଟ ଝଗଡ଼ା ପରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ମନେଇ ନେଇଥାନ୍ତି। କିନ୍ତୁ ଏଠି ତ ବହୁତ ଅଧିକ ଝଗଡ଼ା ହେଉଥିଲା ଆଉ ମୋ ଦିଅର ସବୁବେଳେ ଜୋରରେ ନିଜ ସ୍ତ୍ରୀ ଉପରେ ଚିଲ୍ଲଉଥିଲେ। ଯେତେବେଳେ କି ଏଇ ବିଷୟରେ ମୁଁ ମୋ ସ୍ୱାମୀଙ୍କ ସହ କଥା ହେଲି ତ ସେ କହିଲେ କି ଆମକୁ ତାଙ୍କ କଥାରେ ମୁଣ୍ଡ ପୁରେଇବାଟା ଉଚିତ ନୁହେଁ। ଗୋଟେ ଦିନ ମୁଁ ସେ 2 ଜଣଙ୍କ ରୁମ୍ ବାଟ ଦେଇ ଯାଉଥିଲି, ଠିକ୍ ସେହି ସମୟରେ ମୋ ଦିଅରଙ୍କର ଆବାଜ ଶୁଣିଲି ଆଉ ସେଠି ଏଥିପାଇଁ ରହିଯାଇଥିଲି କି ମୋ ନାଁ ଶୁଣିଥିଲି। ଜଣା ନାହିଁ ମୋ ଦିଅର ମୋ ନାଁ ଧରି ନିଜ ସ୍ତ୍ରୀ ଉପରେ କାହିଁକି ଚିଲ୍ଲଉଥିଲେ। ମୁଁ ଭାବିବାକୁ ଲାଗିଲି କି ମୋ ଦ୍ୱାରା କୌଣସି ଭୁଲ ହୋଇଯାଇନି ତ, ହେଲେ ସେମିତି ତ କିଛି ବି ହୋଇନଥିଲା। ମୁଁ ସେମାନଙ୍କ ମାମଲାରେ ମୁଣ୍ଡ ପୁରେଇବାକୁ ଚାହୁଁନଥିଲି, କାହିଁକି ନା ମୋ ସ୍ୱାମୀ ମୋତେ କହିଥିଲେ ଯେ ତମକୁ ଏମିତି କିଛି କରିବାର ଆବଶ୍ୟକତା ନାହିଁ। ସେଥିପାଇଁ ମୁଁ ସେମାନଙ୍କୁ ସେଇ ଅବସ୍ଥାରେ ଛାଡ଼ିଦେଲି। ଗୋଟେ ଦିନ ମୋ ଦିଅର ମୋତେ ଅଟକେଇ ଦେଲେ ଆଉ କହିଲେ କି ଭାଉଜ, ତମେ ହିଁ ମୋ ସ୍ତ୍ରୀକୁ କିଛି ଶିଖେଇ ଦିଅ, ତାକୁ କୁହ କି ସେ ତମ ପରି ସବୁବେଳେ ସଜବାଜ ହୋଇକି ରହୁ। ମୁଁ ମୋ ଦିଅରକୁ କହିଲି ଯେ ତମ ସ୍ତ୍ରୀ ବହୁତ ସୁନ୍ଦରୀ, ତାକୁ ସଜବାଜ ହେବାର ଆବଶ୍ୟକତା ହିଁ ନାହିଁ।
ଏହା ଶୁଣି ସେ କହିଲେ କି ବିଲକୁଲ ବି ସୁନ୍ଦରୀ ନୁହେଁ, ତମେ ମାନେ ସବୁ ତା ମନ ରଖିବାକୁ ଏମିତି କହୁଛ। ସେଥିପାଇଁ ତ ସେ ନିଜର ଯତ୍ନ ରଖୁନି ଆଉ ସବୁବେଳେ ପାଗଳି ଭଳି ବ୍ୟବହାର କରୁଛି। ଗୋଟେ ଦିନ ମୋ ସ୍ୱାମୀ ଜଲ୍ଦି ଘରକୁ ଆସିଗଲେ ତ ସେ କହିଲେ କି ତାଙ୍କ ମନ ଭଲ ନାହିଁ। ଜଣା ନାହିଁ କ'ଣ ହୋଇଥିଲା, ସକାଳଠାରୁ ମୋ ମନ ଭିତରେ ବି ଏକ ଅଜବ ପ୍ରକାରର ଡର ମାଡ଼ି ବସିଥିଲା। ଅଚାନକ ଆମକୁ ବହୁତ ବଡ଼ ଖରାପ ଆଉ ଦୁଃଖଦ ଖବର ଶୁଣିବାକୁ ମିଳିଲା ଯେ ମୋ ସ୍ୱାମୀ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲେ। ମୋ ସ୍ୱାମୀଙ୍କର ରୋଡ଼ ଆକ୍ସିଡେଣ୍ଟ ହୋଇଗଲା। ସେଦିନ ଜଲ୍ଦି ଘରକୁ ଆସିଲା ପରେ ମୋ ସ୍ୱାମୀ ଓ ମୋ ଦିଅର ବାଇକ୍ରେ ବାହାରକୁ କୁଆଡ଼େ ଯାଉଥିଲେ ଆଉ ସେହି ସମୟରେ ବାଇକ୍ଟି ଯାଇ ଏକ କାରରେ ପିଟି ହୋଇଗଲା। ମୋ ଦିଅରଙ୍କର ତ ଅଳ୍ପ ବହୁତ କ୍ଷତି ହୋଇଥିଲା, ହେଲେ ମୋ ସ୍ୱାମୀ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ମୁଁ ଦୁଃଖରେ ଭାଙ୍ଗି ପଡ଼ିଥିଲି। ଏବେ ପର୍ଯ୍ୟନ୍ତ ମୋ ବାହାଘରକୁ 1 ବର୍ଷ ମଧ୍ୟ ପୂରି ନଥିଲା, ହେଲେ ମୁଁ ବିଧବା ହୋଇସାରିଥିଲି। ସ୍ୱାମୀଙ୍କ ମୃତ୍ୟୁ ପରେ ବି ମୁଁ ମୋ ଶାଶୁ ଘରେ ହିଁ ରହୁଥିଲି। ତାଙ୍କ ଯିବା ପରେ ମୁଁ ପ୍ରତ୍ୟେକଟି ମୁହୂର୍ତ୍ତ ମରି ମରି ହିଁ ବଞ୍ଚୁଥିଲି। ସମସ୍ତେ କହିବାକୁ ଲାଗିଲେ ଯେ ଏ ଝିଅଟିର ତ ଜୀବନ ବର୍ବାଦ ହୋଇଗଲା, ଏବେ ୟାକୁ କିଏ ବାହା ହେବ? ଆଜିକାଲି ତ କୁଆଁରୀ ଝିଅମାନଙ୍କୁ ବି ଭଲ ପ୍ରସ୍ତାବଟିଏ ମିଳିପାରୁନି। ମୋ ସାନ ଯା ବି ବହୁତ ଦୁଃଖୀ ଥିଲା ଆଉ ସେ ମୋତେ ବାରମ୍ବାର ବୁଝାଉଥିଲା, ହେଲେ ମୁଁ ମୋର ସବୁ ରାଗ ତା ଉପରେ ଅଜାଡ଼ି ଦେଲି। ମୁଁ ତାକୁ କହିଲି ଯେ ତୋ ସ୍ୱାମୀ ସହ ମୋ ସ୍ୱାମୀ ଯାଇଥିଲେ। କାହାକୁ ଏହା କହିବା ବହୁତ ସହଜ ହୋଇଥାଏ କି ନିଜକୁ ନିଜେ ସମ୍ଭାଳ, ସବୁ ଠିକ୍ ହୋଇଯିବ, କିନ୍ତୁ ଯେତେବେଳେ ନିଜ ଉପରେ ବିତିଥାଏ ସେତେବେଳେ ହିଁ ଜଣାପଡ଼ିଥାଏ। ମୋ ଜାଗାରେ ଯଦି ଆଜି ତୁ ଥାଆନ୍ତୁ ତାହେଲେ ମୁଁ ତୋତେ ପଚାରିଥାନ୍ତି ଯେ ଏତେ ବଡ଼ ଦୁଃଖ ତୁ କେମିତି ବରଦାସ୍ତ କରିପାରିଥାନ୍ତୁ? ତୋ ସ୍ୱାମୀ ତ ବିଲକୁଲ ଠିକ୍ ଅଛି, ହେଲେ ମୋର ତ ପୁରା ଦୁନିଆ ହିଁ ଶେଷ ହୋଇଯାଇଛି। ମୋ ଦିଅର ଏ କଥା ଶୁଣିନେଲେ ଆଉ ମୋତେ କୌଣସି ଉତ୍ତର ଦେଲେ ନାହିଁ। ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ମୋ ଶାଶୁ ଘରେ ହିଁ ରହିବାର ନିଷ୍ପତ୍ତି ନେଲି। ମୁଁ କହିଲି କି ମୁଁ ମୋ ବାପା ମା ଘରକୁ ଯିବି ନାହିଁ ଆଉ ମୋତେ ଦ୍ୱିତୀୟ ବିବାହ ମଧ୍ୟ କରିବାର ନାହିଁ। ମୋ ସ୍ୱାମୀକି ଯିବାର 6 ମାସ ବିତି ସାରିଥିଲା ଯେତେବେଳେ କି ମୋ ସାନ ଯା ମୋ ଶାଶୁଙ୍କ ଆଗରେ ଏ କଥା ପକେଇଥିଲା, ଯେଉଁଥିରେ କି ଘର ଲୋକ ତୁରନ୍ତ ରାଜି ହୋଇଯାଇଥିଲେ। ଆଉ ସେ କଥା ଏହା ଥିଲା ଯେ ମୋ ଯା ମୋତେ ନିଜ ସଉତୁଣୀ ବନେଇବାକୁ ଚାହୁଁଥିଲା। ସେ ଚାହୁଁଥିଲା କି ମୁଁ ତା ସ୍ୱାମୀ ମାନେ ମୋ ଦିଅର ଅମରକୁ ବାହା ହୋଇଯାଏ ବୋଲି। ଘର ଲୋକ ଆଉ ଅମର ବି ଏଇ କଥାରେ ରାଜି ଥିଲେ। ଘରେ ସମସ୍ତେ ଏକାଠି ବସିଥିଲେ। ଠିକ୍ ସେତିକି ବେଳେ ଅମର କହିଲେ କି ମୁଁ ହିଁ ବାଇକ୍ ଚଳାଉଥିଲି, ଭାଇ ମୋ ପଛରେ ବସିଥିଲେ। ମୋତେ ଏମିତି ଲାଗୁଛି କି ଭାଇ ମୋ ଭାଗର ମୃତ୍ୟୁକୁ ନେଇକି ଚାଲିଗଲେ, ସେଥିପାଇଁ ତାଙ୍କର ସବୁ ଦାୟିତ୍ୱ ଏବେ ମୁଁ ନେବା ଉଚିତ। ଘର ଲୋକ ବି ଏଇଆ ହିଁ କହୁଥିଲେ କି ତୁ ଆମ ବୋହୂ, ଆମେ ତୋତେ କେତେ ଖୁସିରେ ଏ ଘରକୁ ବାହା କରିକି ଆଣିଥିଲୁ। ଏବେ ତୁ ହିଁ ଆମ ପୁଅର ଶେଷ ସନ୍ତକ। ତତେ ଦେଖିକି ଆମକୁ ଆମ ପୁଅ କଥା ମନେ ପଡ଼େ। ତୁ ଏଇ ଘରେ ରହିଯିବୁ ତ ବହୁତ ଭଲ ହେବ। ସେମାନେ ମୋ ମା ବାପାଙ୍କୁ ମଧ୍ୟ ଡକେଇ ଦେଲେ। ସେମାନଙ୍କର ମଧ୍ୟ ମତ ଏହା ଥିଲା ଯେ ଆପଣମାନେ ଏ ନିଷ୍ପତ୍ତି ବିଲକୁଲ ଠିକ୍ ନେଇଛନ୍ତି। ଯେତେବେଳେ ପୁଅ ମାନେ ମୋ ଦିଅର ଏ ପ୍ରସ୍ତାବ ପାଇଁ ରାଜି ଅଛନ୍ତି, ତେବେ ଆଉ କାହାର କୌଣସି କଥା କହିବାଟା ଗୁରୁତ୍ୱ ରଖେ ନାହିଁ। ମୋ ସାନ ଯା ମଧ୍ୟ ରାଜି ଥିଲା। ସେ ମୋ ହାତରେ ହାତ ରଖି କହିଲା କି ଅପା ତମେ ଠିକ୍ କହିଥିଲ, କାହାକୁ ବୁଝେଇବା ବହୁତ ସହଜ ହୋଇଥାଏ, ହେଲେ ତା ଦୁଃଖକୁ ବାଣ୍ଟି ନେବା ବହୁତ ମୁସ୍କିଲ। ମୁଁ ମୋ ସ୍ୱାମୀକୁ ତମ ସହ ଭାଗ ବାଣ୍ଟି ବିଲକୁଲ ବି ଦୁଃଖୀ ହେବି ନାହିଁ। ମୋର କୌଣସି ଅଭିଯୋଗ ନାହିଁ, କିନ୍ତୁ ମୋତେ ଏ କଥା ବହୁତ ଅଜବ ଲାଗୁଥିଲା। ମୁଁ ଏମିତି ବିଲକୁଲ ବି ଚାହୁଁନଥିଲି, କିନ୍ତୁ ମୋ ଶାଶୁ ଶ୍ୱଶୁର ଏବଂ ମୋ ମା ବାପା ସମସ୍ତେ ମୋତେ ଏହା ବୁଝେଇଥିଲେ କି ଏହା ହିଁ ସବୁଠୁ ଭଲ ନିଷ୍ପତ୍ତି। ଆଉ ମୋ ଦିଅରଙ୍କର ଏବେଠୁ ହିଁ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ ଯେ ସେ ବହୁତ ଭଲ ନିଷ୍ପତ୍ତି ନେଇଛି ବୋଲି। ନିଜ ଭାଇର ବିଧବା ସ୍ତ୍ରୀକୁ ବାହା ହେବାଠୁ ଭଲ କଥା ଆଉ କ'ଣ ହୋଇପାରେ? ଆଉ ତାଙ୍କ ସ୍ତ୍ରୀର ମାନେ ମୋ ସାନ ଯାର ମଧ୍ୟ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ କି ଭଗବାନ ସମସ୍ତଙ୍କୁ ଏମିତିକା ସ୍ତ୍ରୀଟିଏ ଦିଅନ୍ତୁ ଯିଏକି ନିଜ ସ୍ୱାମୀକୁ ଠିକ୍ ବାଟ ଦେଖେଇଥିଲା। ନହେଲେ ତ ଆଜିକାଲିର ସ୍ତ୍ରୀମାନେ ଏମିତି କଥା ଶୁଣିବା ମାତ୍ରକେ ହିଁ ରାଗିଯାଆନ୍ତି। ଇଚ୍ଛା ନଥାଇ ମଧ୍ୟ ସବୁ ବଡ଼ମାନଙ୍କ କଥାରେ ସମ୍ମାନ ରଖିବା ପାଇଁ ମୁଁ ବି ଏ ବାହାଘର ପାଇଁ ହଁ କରିଦେଲି। ମୁଁ ଆଗରୁ ବି କୌଣସି ଜିଦ୍ଦି କରିନଥିଲି। ମୋ ବାପା ମା ମୋତେ କହିଥିଲେ କି ସେଥିପାଇଁ ମୁଁ ଏ ପ୍ରସ୍ତାବରେ ରାଜି ହୋଇଯାଇଥିଲି। ଏବେ ମୋ ଦିଅର ମୋ ସ୍ୱାମୀ ବନି ସାରିଥିଲେ। ମୁଁ ଏବେ ବି ମୋ ରୁମ୍ରେ ହିଁ ରହୁଥିଲି, ଯେଉଁ ରୁମ୍ରେ କି ମୁଁ ଆଗରୁ ହିଁ ରହୁଥିଲି। କିନ୍ତୁ ମୋ ଦିଅର ଯିଏକି ଏବେ ମୋ ସ୍ୱାମୀ ବନି ସାରିଥିଲା, ସେ ସେଇ ରୁମ୍ରେ ହିଁ ମୋ ପାଖକୁ ଆସୁଥିଲା। ମୋ ଦ୍ୱିତୀୟ ବାହାଘରକୁ ଏବେ 1 ସପ୍ତାହ ହିଁ ହୋଇଥିଲା ଆଉ ମୋ ସାନ ଯା ମୋ ରୁମ୍କୁ ଆସିଲା। ତା ହାତରେ କିଛି ଥିଲା। ସେ ହାତରେ ଗୋଟେ ପ୍ଲେଟ୍ରେ 2ଟି ଆମଲେଟ୍ ଆଉ ଏକ ପରଠା ରଖିଥିଲା। ସେ କହିବାକୁ ଲାଗିଲା ଯେ ମୁଁ ୟାକୁ ତମ ପାଇଁ ହିଁ ଆଣିଛି, ମୁଁ ୟାକୁ ନିଜ ହାତରେ ହିଁ ବନେଇଛି ଆଉ ଏହା ଦେଶୀ ଘିଅରେ ବନା ହୋଇଛି। ମୁଁ କହିଲି କି ତମେ ଏ ସମୟରେ ମୋତେ ୟାକୁ କ'ଣ ପାଇଁ ଖୁଆଉଛ?
एमितिरे भी मोर अभ्यास थिला जे मु रातिरे खाइबा खाउ नथिली। मो कथा सुनी से कहिला जे एबे तुमको मोर बहुत अधिक जत्न नबाको पड़िबो। तमे तमर जत्न नेब तो तमर स्वास्थ्य ही भल रहिबो आ भगवान जल्दी ही तम कोल भरी देबे। मु कहली कि तते मो छुआ हबार एते आग्रह काहेकि? तू निजे निज छुआ को पाइबा पई ए सब काहेकि करू नाहु? से कहिला कि मु भी प्रतिदिन एहा करे आ तमर भी तो पिला छुआ हेबा दरकार ना। मते सेते बेले खुशी लागिबो जेते बेले तम कोलरे छुआटी थिबो आ मोर भी। मु कहली जे काश मो कोलरे मो प्रथम स्वामीकर गोटिए पिला थांता कि ताहाले तांकर कोनोसी संतक मो पाखरे रही जाई थांता। एहा सुनी रीमा मते आश्चर्य भाबरे चाहिला आ कहिला कि ए कथा सुनी कि तुमको बहुत आश्चर्य लागिबो हेले भाई मानक भितरे कोनोसी कथा लुचा छपा न थाए। अमर मते प्रथमरु ही कहि देइथिले जे तम प्रथम स्वामी जे के एबे आ ए दुनिया रे नाहंती से केबे हेले तुमको संतानर सुख देई पारि न थांदे आ ए दुनिया नजर रे तुमे बांझ बनि जाई थांत। छाड़ से सब कथा, भगवान जहा करंती प्राणीर मंगल पाई करंती। मु रागी जाई कहली जे मो स्वामी मरी गले आ तू कहूचु जे एहा भल कथा। तापरे मो जा मते कहिला जे मो कहिबार माने एहा नथिला। मु तो सब बेले तमर भल चिंता करूची नहले बिना स्वार्थ रे किए बा कहा निज स्वामी को आउ कहा सब बांटी थांता। हेले एहा बदल रे तमे मते एई उपहार दउच। ताको ए भली कथा कही मते भी बहुत कष्ट लागिला। हेले जना नहीं से समय मते कौन हो जाइथिला। मु भाबिबाकू लागिली जे निज स्वामी सह मोर बाहागर करई ताकू केउ फायदा मिली थांता। तथापि भी से बिना स्वार्थ रे ए सब करिथिला। मु ताको क्षमा मागिली आउ अंडा परोठा खाई नेली। से सतरे बहुत भल थिला, मोर बहुत जत्न नेउथिला। एमिति भी केबे होई नथिला कि से मो सह खराब व्यवहार करिथिबो। हेले गोटे दिन मु ताकू रागरे बहुत गाली करिथिली हेले से किछि भी प्रति उत्तर देई नथिला। आउ अमर मते भी बहुत भल पाउथिले। मो प्रति तांक व्यवहार बिल्कुल एमिति नथिला जेमिति कि मु आगरु तांकर भाउज थिली। से टिके लाजकुला स्वभावर थिले हेले से मो सह एमिति व्यवहार करुथिले जेमिति कि मु प्रथम दिनरु ही तांक स्त्री थिली। आ से मते बहुत भल पाउथिले, से मोर ध्यान रखुथिले। केबे केबे तो मते तांको जबरदस्ती मो रूम रु बाहर को पठेबाकू पडुथिला आ कहिबाकू पडुथिले कि जाओ आ जाई कि निज प्रथम स्त्री को भी समय दियो आ तार भी जत्न नियो जे कि मो पई एते बड़ बलिदान देइची। हेले मो स्वामी एक छोट छुआ परी जिद्दी करुथिले आ मो रूम रु बिल्कुल भी जाउ नथिले। मो सासु मते बुझेइली कि तू ताकू निज तरफ रु एते अधिक भल पाइबा दे नाही। तू देखिबाकू बहुत सुंदरी अटू किंतु तार प्रथम स्त्री तो पई सब किछि करिची। तू केबे भी ताकू ता स्त्री ठो दूरेई दबुनी। मु कहली कि मु एमिति बिल्कुल भी करू नाही किंतु से मोर भी तो स्वामी तांकर कोनोसी कथा मु काटी परिबि नाही। तांको धक्का देकी तो मु रूम बाहर को बाहर करि परिबि नाही ना। किंतु मो जानतरे हेउ बा अजानतरे हेउ मु मो सानो जा सह बहुत अन्याय करूथिली काहेकि ना से मोर बहुत साथ देइथिला। मु ताको सब कथा कहि देइथिली जे मो हाथ रे किछि भी नाही, मु तो पई किछि भी करि पारुनी। पुओ मानक कथा तो तते जणा अछि, से निजे ही मो रूम रु बाहर को जिबाकू चाहु नाहंती। एहा सुनी रीमा कहिला जे किछि कथा नाही, एमिति रे तमे कोन कोनोसी पर जे मु मन दुख करिबे? तमे तो तांक स्त्री, एहा तो बहुत भल कथा। आ तम दुई जनक संपर्क बहुत मजबूत भी हवा दरकार। से झियो माने बहुत भाग्यशाली होई थांती जे मानकू तांक स्वामी माने बहुत पसंद करंती आ तांको बहुत भल पांती। आउ जे झियो मानकू तांक स्वामी माने पसंद करि न थांती से माने बहुत दुर्भाग्यशाली होई जांती। एई कथा कहतुबा बेले मो जा जेमिति को भावना रे हजि जाउथला। से जने बहुत भल मनीषठिए थिला आ मोर बहुत जत्न नेउथला। से मते प्रतिदिन राति रे बहुत भल भल खाइबा खुआउथला आ क्षीर मध्य पियाउथला आ प्रतिदिन मते डाक्टर को पाखकु नै जाउथला मो चेकअप करेबा पई। डाक्टर मते कहिथिले कि सब किछि ठीक अछि आ जल्दी ही आपण मां बनि परिबे। डाक्टर को पाखकु जिबा तो आम मानकर एक बहाना थिला काहेकि ना सेठी आमे माने एक पार्क देखिथिलु जेउठी कि आमे माने बुलुथिलु आ कथाबार्ता मध्य होउथलु। एहा छडा मो जा आउ एक काम मध्य करूथिला कि राति रे मो मुंड पाखरे पैसा रखी कि चली जाउथला। गोटे थर तो मते लागिला कि से भूल रे बदे रखी कि चली जाइथिबो। सेथि पई मु ताको कहिली जे तुम रूम को आसीथिलु आ सेठी पैसा भूली कि चली जाइछु। किंतु से कहिला जे काई नाही तो से पैसा मोर नुहे, मु तम पई से पैसा रखिथिली। मु कहिली तो पाखरे एते पैसा कुआडू आसिला आ तू निज पैसा मते कोन पई दउछु? तो से कहिबाकू लागिला जे मु एते सारा पैसा कोठु आनिबी, ए पैसा मो स्वामी मते देइथिले आ कहिथिले जे तमको देई देबा पई।
କାହିଁକି ନା ଯେହେତୁ ତମେ ବି ତାଙ୍କ ସ୍ତ୍ରୀ, ତାହେଲେ ତମକୁ ତ ଖର୍ଚ୍ଚ ମିଳିବା ଦରକାର ନା। ଏହା ଶୁଣି ମୁଁ କହିଲି ଯେ ଆମ ସ୍ୱାମୀ ଏତେ ପଇସା ରୋଜଗାର କରୁଛନ୍ତି। ତ ରିମା କହିବାକୁ ଲାଗିଲା ଯେ ଆମ ସ୍ୱାମୀ ତ ପ୍ରଥମ ଦିନରୁ ହିଁ ବହୁତ ସାରା ପଇସା ରୋଜଗାର କରୁଥିଲେ। କେବେ କେବେ ତ ମୋତେ ଏମିତି ଲାଗୁଥିଲା ଯେ ପୂର୍ବ ସେଭିଂ ଥିବ ଆଉ ପୁଣି ଥରେ ବହୁତ ସାରା ପଇସା ମିଳିଯାଉଥିଲା। ମୋର ତ ଭାଗ୍ୟ ଖୋଲି ଯାଇଥିଲା। ଏବେ ତମେ ବି ତ ତାଙ୍କ ସ୍ତ୍ରୀ, ସେଥିପାଇଁ ତମ ପାଇଁ ଅଧା ପଇସା ରଖିକି ଯାଇଥାଏ। ମୁଁ କହିଲି କି ଏହା ତ ବହୁତ ଭଲ କଥା। ତାହେଲେ ଠିକ୍ ଅଛି, ଏହା ମୋ ସ୍ୱାମୀଙ୍କର ପଇସା ମାନେ ମୋର ବି ପଇସା। ନିଜ ପ୍ରଥମ ସ୍ୱାମୀଙ୍କର ଭାବନା ଏବେ ପର୍ଯ୍ୟନ୍ତ ବି ମୋ ମନରୁ ଯାଇନଥିଲା। ହେଲେ ମୋ ଜୀବନ ବର୍ବାଦ ହେବା ପୂର୍ବରୁ ବଞ୍ଚି ଯାଇଥିଲା। ଏବେ ମୁଁ କାହାର ବିଧବା ନୁହେଁ, ବରଂ କାହାର ସ୍ତ୍ରୀ ଥିଲି। ଏବେ ମୋ ସାନ ଯା ଓ ମୋ ମଧ୍ୟରେ ବହୁତ ଭଲ ପାଇବା ବଢ଼ି ଯାଇଥିଲା। ଆମେ ଦୁଇ ଜଣ ଧୀରେ ଧୀରେ ଏକାପରି ଜିନିଷ ମଧ୍ୟ କିଣିବାକୁ ଲାଗିଲୁ। ସେଥିପାଇଁ ସେଦିନ ହସ୍ପିଟାଲ ଗଲାବେଳେ ଏକା ପରି ଓଢ଼ଣୀ ନିଜ ମୁହଁରେ ବାନ୍ଧିକି ଯାଇଥିଲୁ, ଯେଉଁଥିପାଇଁ କି ନର୍ସ ଦ୍ୱାରା କିଛି ଭୁଲ ହୋଇଯାଇଥିଲା। ଯେତେବେଳେ ସେ ନର୍ସ ମୋତେ ଡାକ୍ତରଙ୍କ ପାଖକୁ ନେଇକି ଗଲେ ତ ଯିବା ପୂର୍ବରୁ ମୋ କାନରେ କହିଲି କି ଆଜି ରାତିରେ ନିଜ ସଉତୁଣୀକୁ ନିଦ ବଟିକା ଖୁଆଇବ ନାହିଁ। ମୁଁ ଏ କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲି ଆଉ ଭାବିଲି ଯେ ଇଏ କ'ଣ କହୁଛନ୍ତି। ମୁଁ ମୋ ସାନ ଯା ଆଡ଼କୁ ଚାହିଁଲି ଆଉ ଭାବିଲି କ'ଣ ଇଏ ମୋତେ ସତରେ ନିଦ ବଟିକା ଖାଇବାକୁ ଦେଉଛି। କାହିଁକି ନା ସେ ପ୍ରତିଦିନ ରାତିରେ ମୋ ପାଇଁ ପରଠା ଆଉ ଅଣ୍ଡା ଆମ୍ଲେଟ୍ ବନେଇକି ଆଣୁଥିଲା, ଆଉ ତା ସହ ଗୋଟେ ଗ୍ଲାସ୍ କ୍ଷୀର ମଧ୍ୟ ରହୁଥିଲା। କ'ଣ ସେ ସେଇଥିରେ ହିଁ ମୋତେ ନିଦ ବଟିକା ମିଶେଇକି ଦେଉଥିଲା? କିନ୍ତୁ ସେ ମୋତେ ନିଦ ବଟିକା ଦେଇ କ'ଣ କରିବାକୁ ଚାହୁଁଥିଲା ମୋ ସହ? ସେ କ'ଣ କରୁଥିଲା? ଅଚାନକ ହଜାର ପ୍ରକାର ପ୍ରଶ୍ନ ମୋ ମନରେ ଘୁରି ବୁଲିବାକୁ ଲାଗିଲା। ମୋତେ ଏମିତି ଲାଗୁଥିଲା ଯେ ବୋଧେ ନର୍ସ ଦ୍ୱାରା କିଛି ଭୁଲ ହୋଇଯାଇଥିବ, କିନ୍ତୁ କୌଣସି ଭୁଲ ହୋଇନଥିଲା। କାହିଁକି ନା ସେ ବିନା ଦ୍ୱନ୍ଦ୍ୱରେ ମୋ ସାନ ଯାର ନାଁ ନେଇଥିଲା। ଆଉ ମୋ ମନରେ ଏ ଭାବନା ବି ଆସୁଥିଲା ଯେ ମୋ ଯା ମୋ ସହ ଏତେ ଭଲ କେମିତି ହୋଇପାରୁଥିଲା। କାହିଁକି ନା ସେ ତା ନିଜ ସ୍ୱାମୀର ବାହାଘର ମୋ ସହ କରେଇଦେଲା। ଆଉ ଏବେ ସେ ଏହା ହିଁ ଚାହୁଁଥିଲା ଯେ ମୁଁ ତା ସ୍ୱାମୀର ଛୁଆକୁ ଜନ୍ମ ଦିଏ ବୋଲି। କ'ଣ ସେ ନିଜେ ମା ବନି ପାରୁନଥିଲା? ଏହିସବୁ କ'ଣ ଥିଲା? ମୁଁ ଭାବିଲି ଯେ ନିଜ ସ୍ୱାମୀଙ୍କ ସହ ଏ ବିଷୟରେ କଥା ହେବି। ମୁଁ ବୁଝିପାରୁନଥିଲି ଯେ ମୁଁ କ'ଣ କରିବି। ଶେଷରେ ମୁଁ ଏ କଥା ମୋ ସ୍ୱାମୀକୁ କହିବା ପାଇଁ ଭାବିଲି କି ମୁଁ ତାଙ୍କୁ ସବୁ ସତ ସତ କହିଦେବି। କିନ୍ତୁ ଆଜି ମୋତେ ମୋ ସ୍ୱାମୀ ଏମିତି କଥା କହିଦେଲେ କି ଯାହାକୁ ଶୁଣିଲା ପରେ ସବୁ ସତ ମୋ ସାମ୍ନାକୁ ଆସିଯାଇଥିଲା। ମୋ ସ୍ୱାମୀ ମୋତେ କହିଲେ କି ତମେ କେବେ ହେଲେ ବି ମୋଠୁ ଦୂରକୁ ଚାଲିଯିବ ନାହିଁ। ଆଜି ମୁଁ ତୁମକୁ ଏକ ସତ କଥା କହିବାକୁ ଚାହୁଁଛି। ମୁଁ ତୁମକୁ ବହୁତ ଭଲ ପାଏ, ଆଉ ଭାଇଙ୍କ ମୃତ୍ୟୁ ପରେ ମୁଁ ତୁମକୁ ବାହା ହେବା ପାଇଁ ଚାହୁଁଥିଲି। ମୋତେ ମୋ ପ୍ରଥମ ସ୍ତ୍ରୀ ବିଲକୁଲ ବି ପସନ୍ଦ ନଥିଲା। ନା ହିଁ ତାକୁ ଠିକ୍ ଢଙ୍ଗରେ କଥା କହିବା ଜଣାଥିଲା, ଆଉ ନା ହିଁ ପିନ୍ଧିବା ଓ ସଜେଇ ହେବାର କୌଣସି ବାଗସାଗ ଥିଲା। ଆଉ ସେ ବାହାଘର ପରେ ବି ପ୍ରତିଦିନ ମୁଁ ଘରେ ନଥିଲା ବେଳେ ଫୋନରେ ବାହାର ପୁଅମାନଙ୍କ ସହ ମଧ୍ୟ କଥା ହେଉଥିଲା। ପ୍ରଥମେ ତ ମୋତେ ଏମିତି ଲାଗିଲା କି ସେ ତା ଦୂର ସମ୍ପର୍କୀୟ ଭାଇ ହୋଇଥିବେ। ହେଲେ ରାତି 12ଟା ପରେ କିଏ ବା କାହା ଭାଇ ସହ ପ୍ରତିଦିନ ରାତିରେ କଥା ହୁଏ? ସେଥିପାଇଁ ମୋ ମନରେ ସନ୍ଦେହ ସୃଷ୍ଟି ହେଲା। ଦିନେ ମୁଁ ତା ଫୋନରେ କଲ୍ ରେକର୍ଡିଂ ଅନ୍ କରି ରଖିଦେଲି। ଆଉ ସେ ନଥିବା ବେଳେ ସେ ରେକର୍ଡିଂକୁ ଶୁଣିଥିଲି, ଯାହାକୁ ଶୁଣିଲା ପରେ କି ମୁଁ ଏକ ଶକ୍ତ ଝଟକା ପାଇଥିଲି। ଆଉ ସେଇଥିପାଇଁ ଆମ ଭିତରେ ସବୁବେଳେ ଝଗଡ଼ା ହେଉଥିଲା। ମୁଁ ତାକୁ ସବୁବେଳେ ତମର ହିଁ ଉଦାହରଣ ଦେଉଥିଲି। ସେ ତୁମକୁ ବହୁତ ଘୃଣା କରୁଥିଲା। ମୁଁ ତାକୁ ସବୁବେଳେ କହୁଥିଲି କି ତମେ ଭାଉଜଙ୍କ ପରି କାହିଁକି ବନିଯାଉନ? ମୁଁ ଏହା ଶୁଣିକି ଆଶ୍ଚର୍ଯ୍ୟ ହେଲି ଯେ ସେ ମୋତେ ଘୃଣା କରୁଥିଲା। ତାହେଲେ ସେ ତମ ବାହାଘର ମୋ ସହ କାହିଁକି କରେଇଦେଲା? ସେତେବେଳେ ମୋ ସ୍ୱାମୀ କହିଲେ କି ସେ କିଏ ମୋ ବାହାଘର କରେଇବା ପାଇଁ? ବୋଧେ ଆମ ଭାଗ୍ୟରେ ଏକାଠି ହେବାର ଲେଖା ଥିଲା। ମୋ ଭାଇ ଏ ଦୁନିଆରୁ ଚାଲିଗଲା। ଭଲ ହୋଇଥାନ୍ତା କି ଯଦି ମୁଁ ତା ଜାଗାରେ ଚାଲି ଯାଇଥାନ୍ତି। ମୋ ଭାଇ ଜଣେ ଭଲ ମଣିଷଟିଏ ଥିଲେ, କିନ୍ତୁ ବୋଧେ ଏହା ହିଁ ଆମ ଭାଗ୍ୟରେ ଲେଖା ଥିଲା। ଏହାପରେ ମୁଁ ଭାବିଲି ଯେ ମୁଁ ତୁମକୁ ବାହା ହୋଇଯିବି, କାହିଁକି ନା ମୁଁ ତୁମକୁ ସାହାରା ଦେବାକୁ ଚାହୁଁଥିଲି। ମୁଁ ତୁମକୁ ନିଜ ସ୍ତ୍ରୀ ବନେଇବାକୁ ଚାହୁଁଥିଲି। ସେଥିପାଇଁ ମୁଁ ତା ଦ୍ୱାରା ଏ କଥା କରାଇଥିଲି। ସେ ଏ କଥା ବିଲକୁଲ ବି କହିବାକୁ ଚାହୁଁନଥିଲା, କିନ୍ତୁ ମୁଁ ତାକୁ କହିଲି ଯେ ଯଦି ତୁ ଏ କଥା ଘରେ ସମସ୍ତଙ୍କ ଆଗରେ ନ କହିବୁ ତାହେଲେ ମୁଁ ତୋତେ ଡିଭୋର୍ସ ଦେଇଦେବି। ସେଥିପାଇଁ ସେ ମୋ କଥା ମାନିଗଲା। ପୁଣି ମୁଁ ଏହା ବି କହିଲି ଯେ ସେ ତମର ବହୁତ ଅଧିକ ଯତ୍ନ ନେବ, କାହିଁକି ନା ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ମୋ ବାକି ଜୀବନ ତମ ସହ ବିତେଇବାକୁ ଚାହୁଁଛି। ଯେତେବେଳେ ମୋ ସ୍ୱାମୀ ମୋତେ ଏ କଥା କହିଲେ ତ ମୁଁ ବି ମୋ ସ୍ୱାମୀଙ୍କୁ ସବୁ କହିଦେଲି। ମୋଠୁ ସବୁ କଥା ଶୁଣିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ କି ମୁଁ ତମ ପାଇଁ କେବେ ହେଲେ ବି ତା ହାତରେ ପଇସା ଦେଇନି, ସେ ତମକୁ ମିଛ କହୁଛି। ମୋ ସ୍ୱାମୀ କହିଲେ ଯେ ମୁଁ ତ ଆଲମିରାରେ ବହୁତ ଗୁଡ଼ିଏ ପଇସା ଦେଖିଥିଲି ଏବଂ ସେ ବିଷୟରେ ତାକୁ ପଚାରିଥିଲି। ହେଲେ ସେ ମୋତେ କହିଥିଲା ଯେ ଏହା ମୋତେ ଅପା ଦେଉଛନ୍ତି। ଅପା ଏତେ ପଇସା କୁଆଡ଼ୁ ଆଣୁଛନ୍ତି? ସେ ତ ଅଧା ରାତିରେ ଘରେ ରହୁନାହାନ୍ତି। କାହାକୁ କିଛି ନ ଜଣେଇ ସେ କୁଆଡ଼େ ଚାଲି ଯାଉଛନ୍ତି
ଆଉ ସକାଳୁ ସକାଳୁ ବହୁତ ଗୁଡ଼ିଏ ପଇସା ଧରି ଫେରୁଛନ୍ତି। ଆଉ ସେଇ ପଇସାରୁ ମୋତେ ଅଳ୍ପ କିଛି ଦିଅନ୍ତି। କିନ୍ତୁ ସତ ତ ଏହା ଥିଲା ଯେ ରୀମା ନିଜେ ରାତିରେ ହିଁ ଘରୁ ଲୁଚି ଲୁଚି କୁଆଡ଼େ ଚାଲି ଯାଉଥିଲା। ମୋତେ ଏମିତି ଲାଗୁଥିଲା କି ସେ ବୋଧେ ବାଥରୁମକୁ ଯାଇଥିବ। ଆଉ ମୋତେ ବି ତମ ପାଖକୁ ଆସିବାର ବାହାନା ଦରକାର ଥାଏ। ସେଥିପାଇଁ ମୁଁ ଉଠିକି ତୁମ ପାଖକୁ ଚାଲି ଆସେ। ଏବେ ମୁଁ ଜାଣିପାରୁଛି ଯେ ସେ ରାତିରେ ବାଥରୁମ୍ ନୁହେଁ, ବରଂ ନିଜ ପ୍ରେମିକମାନଙ୍କୁ ଦେଖା କରିବାକୁ ଚାଲି ଯାଉଥିଲା ଏବଂ ସେ ସେଇଠି ହିଁ ଏତେ ସାରା ପଇସା ଆଣୁଥିବ। ଆଉ ତା ସହିତ ଯେମିତି ଧରା ପଡ଼ି ନ ଯାଉ ସେଇ ଡରରେ ସେ ତମକୁ ଫସେଇବା ପାଇଁ ତମ ମୁଣ୍ଡ ପାଖରେ କିଛି ପଇସା ରଖି ଚାଲି ଯାଉଥିଲା। ଆମେ ଗୋଟେ କାମ କରିପାରିବା, ଆମେ ସେ ଡାକ୍ତରଙ୍କ ପାଖକୁ ଯିବା, ଯାହା ପାଖକୁ କି ସେ ତମକୁ ନେଇକି ଯାଏ। ଆମେ ତୁରନ୍ତ ହିଁ ସେ ଡାକ୍ତର ପାଖକୁ ଗଲୁ, କିନ୍ତୁ ନିଜ ବେଶ ବଦଳେଇକି ଯାଇଥିଲୁ। ମୁଁ ଓନି ସାହାଯ୍ୟରେ ନିଜ ମୁଣ୍ଡ ସହ ନିଜ ମୁହଁ ବି ଘୋଡ଼େଇ ଦେଇଥିଲି। ଆଉ ମୋ ସ୍ୱାମୀକୁ ତ ସେମାନେ କେବେ ହିଁ ଦେଖିନଥିଲେ। ତାପରେ ଆମେ ସେ ଡାକ୍ତରଙ୍କୁ ମିଛ କହିଲୁ କି ଆମକୁ ଭୁଲ କାମ କରାଇବାର ଅଛି। ତ ସେ ଡାକ୍ତର କହିଲେ କି ହଁ ବିଲକୁଲ ମୁଁ ଆବର୍ଷଣ କରିଦେବି, କିନ୍ତୁ ତା ବଦଳରେ ମୋତେ ବହୁତ ଅଧିକ ପଇସା ଦରକାର। ତାପରେ ଆମେ ସେ ଡାକ୍ତରଙ୍କୁ କହିଲୁ କି ଯେ ଆମେ ତମ କଥା ରେକର୍ଡିଂ କରିଦେଇଛୁ, ତମେ ଏଠି ଭୁଲ କାମ କରୁଛ, ତାହା ବି ଲାଞ୍ଚ ନେଇକି। ସେ ଭୟରେ ଥରିବାକୁ ଲାଗିଲେ ଆଉ କହିବାକୁ ଲାଗିଲେ ଯେ ଏ କଥା ଆପଣମାନେ କାହାକୁ ବି କହିବେ ନାହିଁ, ନହେଲେ ମୋ ଲାଇସେନ୍ସ ରଦ୍ଦ କରିଦିଆଯିବ। ଏସବୁ ପରେ ମୁଁ ଆଉ ଡାକ୍ତର ହୋଇକି ରହିପାରିବି ନାହିଁ। ତାପରେ ମୁଁ ତାଙ୍କୁ କହିଲି କି ମୋତେ ସେ ସ୍ତ୍ରୀ ଲୋକ ବିଷୟରେ କୁହ ଯିଏ ତୁମ ପାଖକୁ ଆସନ୍ତି ଆଉ ଯାହାଙ୍କ ନାମ ରୀମା ଅଟେ। ଏହା ଶୁଣି ସେ କହିଲେ ଯେ ସେ ତ ନିଜ ସଉତୁଣୀକି ନେଇକି ଆସୁଥିଲେ। ସେହି ସମୟରେ ମୁଁ କହିଲି ଯେ ସେ ମୁଁ ହିଁ ଅଟେ ଆଉ ଇଏ ହେଉଛନ୍ତି ମୋ ସ୍ୱାମୀ। ମୁଁ ମୋ ଚେହେରା ତାଙ୍କୁ ଦେଖେଇଦେଲି ତ ସେ ତୁରନ୍ତ ମୋତେ ଚିହ୍ନି ନେଲେ ଆଉ କହିଲେ ଯେ ସେ କହିଥିଲା କି ଆପଣ ୟାଙ୍କୁ ଏମିତିକା ଔଷଧ ଦିଅନ୍ତୁ ଯାହାଦ୍ୱାରା କି ଇଏ ଯେମିତି କେବେ ହେଲେ ବି ମା ବନିପାରିବେ ନାହିଁ। ଆଉ ଯଦି ସମ୍ଭବ ତାହେଲେ ଏମିତି କର ଯେମିତି ୟାଙ୍କ ଜୀବନ ହିଁ ଚାଲିଯାଉ, ମାନେ ସ୍ଲୋ ପଏଜନ। ଡାକ୍ତରଙ୍କ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ଏ କଥା ଶୁଣିଲା ପରେ ମୁଁ ମୋ ନିଜ କାନରେ ଶୁଣିଥିବା କଥା ଉପରେ ବିଶ୍ୱାସ କରିପାରୁନଥିଲି। ମୋ ସ୍ୱାମୀ ବି ଏ କଥା ଶୁଣି ଡରି ଯାଇଥିଲେ। ସେ ତମ ଜୀବନ ନେବାକୁ ଚାହୁଁଥିଲା, ତମକୁ ବାଞ୍ଝ ବନେଇବାକୁ ଚାହୁଁଥିଲା। ନିଶ୍ଚିତ ସେ ତମଠୁ ପ୍ରତିଶୋଧ ନେବାକୁ ଚାହୁଁଛି, କାହିଁକି ନା ତା ସାମ୍ନାରେ ମୁଁ ତୁମ ପ୍ରଶଂସା କରୁଥିଲି। ମୋ ସ୍ୱାମୀ ସମସ୍ତଙ୍କ ସାମ୍ନାରେ ଏହି କଥା କହିଲେ। ଡାକ୍ତରଙ୍କ ବୟାନ ବି ସମସ୍ତଙ୍କୁ ଶୁଣେଇଦେଲୁ। ଏ କଥା ବିଷୟରେ ସମସ୍ତଙ୍କୁ ଜଣାପଡ଼ିଗଲା। ଡାକ୍ତରଙ୍କ ସହ କଥା ହେବା ପରେ ଆମେ ସିଧା ଘରେ ପହଞ୍ଚିଗଲୁ। ଠିକ୍ ସେହି ସମୟରେ ରୀମା ସାମ୍ନାରେ ବସିଥିଲା। ମୋ ସ୍ୱାମୀ ତାକୁ କହିଲେ କି ଇଏ ମୋ ସ୍ତ୍ରୀକୁ କ୍ଷମା ମାଗୁ ଆଉ ନିୟମ କରୁ ଯେ ଏଇଭଳି କାମ ଯେମିତି ସେ ଆଉ ଜୀବନରେ ଦ୍ୱିତୀୟ ଥର କେବେ ହେଲେ କରିବ ନାହିଁ। ତାହେଲେ ଯାଇ ମୁଁ ତାକୁ କ୍ଷମା କରିଦେବି, ନହେଲେ ମୁଁ ତାକୁ ଆଜି ହିଁ ଡିଭୋର୍ସ ଦେଇଦେବି। ଏସବୁ ଶୁଣିଲା ପରେ ରୀମା ତାର ଏମିତି ରୂପ ଦେଖାଇଲା ଯେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲା ଯେ କ୍ଷମା ମାଇ ଫୁଟ୍, ତମକୁ କ୍ଷମା କିଏ ମାଗିବ? ଆଉ ତମ ସହିତ ରହିବାକୁ କିଏ ବା ଚାହୁଁଛି? ନିଜ ଭାଉଜ ଉପରେ ନଜର ରଖୁଥିବା ଜଣେ ଖରାପ ମଣିଷ ତମେ। ମୋତେ ବି ତମ ସହିତ ରହିବାର ନାହିଁ, ଦେଇଦିଅ ମୋତେ ଡିଭୋର୍ସ। ଅମର ତାକୁ ଡିଭୋର୍ସ ଦେଇନଥିଲେ, ହେଲେ ସେ ସବୁଦିନ ପାଇଁ ସେ ଘର ଛାଡ଼ି ଚାଲି ଯାଇଥିଲା। ଆଜି ବି ତା ବିଷୟରେ ଭାବେ ତ ଆଶ୍ଚର୍ଯ୍ୟ ହୋଇଯାଏ କି ଲୋକଙ୍କ ଚେହେରା ଆଉ ତାଙ୍କ ବ୍ୟବହାର ଦେଖିକି ଆପଣ ଏହା ଜାଣିପାରିବେ ନାହିଁ ଯେ ସେ ଆପଣଙ୍କ ସହ କ'ଣ କରୁଛି। କେବେ କେବେ ନିରୀହ ଦେଖାଯାଉଥିବା ଲୋକର ଚେହେରା ପଛରେ ବି ଖତରନାକ ଚେହେରା ଲୁଚି ରହିଛି। ମୋ ସାନଜା ମନରେ ସେବେ ବିଷ ଭରି ଯାଇଥିଲା ଯେତେବେଳେ ମୋ ଦିଅର ମାନେ ଆମ ସ୍ୱାମୀ ତା ସାମ୍ନାରେ ମୋ ପ୍ରଶଂସା କରିବାକୁ ଲାଗିଲେ ଆଉ ତାକୁ ଉଦାହରଣ ଦେବାକୁ ଲାଗିଲେ ଆଉ ତାକୁ କହିଲେ କି ମୋ ବାହାଘର କରେଇ ଦିଅ। ମୋ ସ୍ୱାମୀ ବି ବହୁତ ବଡ଼ ଭୁଲ କରିଥିଲେ, କିନ୍ତୁ ଏହା ବଦଳରେ ରୀମାକୁ ମୋ ସହ ଏତେ ବଡ଼ ଛଳନା କରିବାଟା ଉଚିତ ନଥିଲା କି ସେ ମୋ ଜୀବନ ନେବା ପାଇଁ ପ୍ରତିଶୋଧ ନିଆଁରେ ଜଳୁଥିଲା। ମୁଁ ତାକୁ ନିଜ ଛୋଟ ଭଉଣୀ ବୋଲି ମାନି ନେଇଥିଲି। ଯଦି ସେ ଥରୁଟିଏ ମୁହଁ ଖୋଲି ମୋତେ ସବୁ ସତ ସତ କହିଦେଇଥାନ୍ତା ତାହେଲେ ମୁଁ ହସି ହସି ସେ ଘର ଛାଡ଼ି ତା ଜୀବନରୁ ସବୁଦିନ ପାଇଁ ଚାଲି ଯାଇଥାନ୍ତି। ମୋତେ ତ ଲାଗୁଥିଲେ କି ଏସବୁ ପରେ ମୁଁ ମା ବନିପାରିବି ନାହିଁ। ଜଣା ନାହିଁ ସେ ମୋତେ କେବେଠୁ ମେଡ଼ିସିନ ଦେଉଥିଲା, କିନ୍ତୁ ଯାହାକୁ ଏ ଦୁନିଆକୁ ଆସିବାକୁ ଥିବ ତାକୁ କିଏ ବା ଆସିବାକୁ ଅଟକେଇ ପାରିବ? ଭଗବାନଙ୍କ ଆଶୀର୍ବାଦରୁ ମୋର 2ଟି ଯାଆଁଳା ଛୁଆ ଜନ୍ମ ହେଲେ। ଭଗବାନ ଆମକୁ ଏକ ଝିଅ ଦେଇଥିଲେ ଏବଂ ଏକ ପୁଅ ଦେଇଥିଲେ। ଭଗବାନଙ୍କ କୃପାରୁ ଏବେ ମୁଁ ମୋ ଜୀବନରେ ବହୁତ ଖୁସିରେ ଅଛି। ହେଲେ ମୋ ସାନଜା କୁଆଡ଼େ ଗଲା ଆଉ ଏବେ କାହା ସହ ଅଛି ମୋତେ କିଛି ବି ଜଣା ନାହିଁ। ସେ ପୁଣି ଥରେ ବାହା ହୋଇଛି କି ନାହିଁ ଏହା ବି କାହାକୁ ଜଣା ନାହିଁ। କିନ୍ତୁ କେବେ କେବେ ମୁଁ ଏହା ଭାବେ ଯେ ମୋ ସ୍ୱାମୀ ବି ତା ସହ ବହୁତ ଭୁଲ କରିଛନ୍ତି। ମୋ ସ୍ୱାମୀଙ୍କ ପାଇଁ ହିଁ ସେ ଏ ପରିସ୍ଥିତିକୁ ଚାଲି ଆସିଥିଲା। କିନ୍ତୁ ଯଦି କିଏ ଆପଣଙ୍କ ସହ ଖରାପ କରୁଛି ତା ମାନେ ନୁହେଁ ଯେ ଆପଣ ତା ସହ ଖରାପ କରିବେ। ଭଲ ମଣିଷଟିଏ ସିଏ ହିଁ ହୋଇଥାଏ ଯିଏକି ନିଜ ସହ ଖରାପ କରିଥିବା ମଣିଷ ସହ ବି ଭଲ ହିଁ କରିଥାଏ।
ଏବେ ତ ଆପଣମାନେ ମୋ ଜୀବନର ସବୁ କାହାଣୀ ଶୁଣିଲେ। ତାହେଲେ କୁହନ୍ତୁ ମୋର ଏବେ କ'ଣ କରିବା ଉଚିତ ହେବ? ମୁଁ ମୋ ସ୍ୱାମୀକୁ ଛାଡ଼ି ଚାଲିଯିବା ଉଚିତ, ନା ମୋ ଯାହାକୁ ଖୋଜି ଆଣି ଆମେ ସମସ୍ତେ ମିଶିକି ରହିବା ଉଚିତ, ନା ମୋ 2ଟି ଛୁଆକୁ ନେଇ ମୋ ସ୍ୱାମୀଙ୍କ ସହ ସଂସାର କରିବାଟା ଉଚିତ? ଆଉ ଯଦି ମୋ ଯା ଅନ୍ୟ କାହାକୁ ବାହା ହୋଇଯାଇଥିବ ତାହେଲେ ମୁଁ କ'ଣ କରିବି? ମୋ ଛୁଆ 2ଟିଙ୍କ ଭବିଷ୍ୟତ ପାଇଁ ମୋର କ'ଣ କରିବାଟା ଉଚିତ ହେବ? ପ୍ରଶ୍ନ ମୋର, ଉତ୍ତର ଆପଣମାନଙ୍କର। ଉତ୍ତର ଅପେକ୍ଷାରେ ରହିଲି। ତ କାହାଣୀଟି ଯଦି ଭଲ ଲାଗିଥିବ ନିଶ୍ଚୟ ଜଣାଇବେ। ରହୁଛି, ଧନ୍ୟବାଦ।